ଏଇଟା କ'ଣ କଦଳୀ ଭଣ୍ଡା ବା କଦଳୀର ଫୁଲ ଆପଣମାନେ ମାନେ ଯେଝା ଜାଗା ଯେଝା କ'ଣ କହୁଥିବେ। ମୁଁ ଆଜି ଏଇ କଦଳୀ ଭଣ୍ଡାରୁ ଗୋଟେ ବଢ଼ିଆ ଆଇଟମ୍ କରିକି ଦେଖେଇବି। ଏ କଦଳୀ ଭଣ୍ଡା ଛଡ଼େଇକି ଦେଖନ୍ତୁ ମୋ ହାତର ଅବସ୍ଥା କ'ଣ ହେଇଛି। ତାକୁ ଛଡ଼େଇ ସାରିଲା ପରେ ତା ଫୁଲ ଗୋଟେ ବାହାର କରିସାରିଲା ପରେ ତାକୁ ଚକଟିକି ଲୁଣ ପକାଇ ଚକଟି ତା କଷା ପାଣି ବାହାର କରିଦେଇକି ତାକୁ ଏବେ ମୁଁ ବସେଇଲି ପ୍ରେସରରେ ତାକୁ ବାହାର କରିସାରିଲା ପରେ ଏମିତି ଚିପୁଡ଼ିକି ସିଝେଇକି ଗୋଟେ ସିଟି ଦେଇସାରିଲା ପରେ ସିଝେଇକି ଏମିତି ମୁଁ ତାକୁ ଚିପୁଡ଼ିକି ବାହାର କରିଦେଲି। ଆଜି ଏତେ ଗୋଟେ ବଢ଼ିଆ ଆଇଟମ୍ ହେବ। କ'ଣ ହେବ? ପକୁଡ଼ି, ଭଣ୍ଡାର ପକୁଡ଼ି ବା କଦଳୀ ଫୁଲର ପକୁଡ଼ି ହେବ। ଦେଖନ୍ତୁ ପିଆଜ, ଆଳୁ, କଞ୍ଚାଲଙ୍କା, ବିଟ ଲୁଣ, ଧଣିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତା ସହିତ ଅଦା ଆଉ ରସୁଣର ଛେଚା ସବୁ ମୁଁ ଏଠି ରେଡ଼ି କରିଦେଇଛି। ଏକାଥରେ ତାକୁ ପକାଇଦେବି। ସବୁ ପକାଇକି ତାକୁ ମିକ୍ସ କରି ଗୋଳେଇବି, ଭଲସେ ଗୋଳେଇବି। ବେସନ ଲାଷ୍ଟରେ ଦେଇଦେଲି। ବେସନ ଦେଇକି ଗୋଳେଇଲି। ଗୋଳେଇ ସାରିଲା ପରେ ଲାଷ୍ଟ ହେଉଛି ଜାନ୍, ମାନେ ପକୁଡ଼ିର ଜାନ୍ ହେଲା କ'ଣ? ଭୃସଙ୍ଗ ପତ୍ର ଦେଇକି ଦେଖନ୍ତୁ ଗୋଲ ଗୋଲ କରିକି ଏଠି ମୁଁ ଅଳ୍ପ ତେଲ ଦେଇକି ଛାଣିଛି, କାରଣ ବିନା ପିଆଜ ରସୁଣ ତେଲଟା ନଷ୍ଟ ହେଇଯିବ, କିନ୍ତୁ ଅଳ୍ପ ତେଲ ଦେଇକି ଅଳ୍ପ କରିକି ଛାଣୁଛି। ଦେଖନ୍ତୁ ଏମିତି ଏଠି ଛାଣିଛି କେମିତି ଲାଲ ଲାଲ ହେଇକି ବାହାରିଛି। ତାପରେ ତା ପାଇଁ ଗୋଟେ ଚଟଣି ବି ମଧ୍ୟ କରିଦେଇଛି। ଟମାଟୋ, ଲଙ୍କା, ଅଦା, ଦହି ଦେଇକି ଧନିଆ ପତ୍ର ଦେଇକି ଚଟଣି କରିଛି। ଏବେ ମୁଁ ଦେଖିକି କହିବି ଟେଷ୍ଟ କେମିତି କ'ଣ ହେଇଛି। ହଁ, ବହୁତ ଟେଷ୍ଟ ଥିଲା, ସତରେ ବହୁତ ଟେଷ୍ଟ ଥିଲା, ବହୁତ ବି ଟେଷ୍ଟ ହେଇଥିଲା ବି ସୁଦ୍ଧା।